ऊनचत्वारिंश अध्याय बालक रामदास संवाद। मन उवाच मन बोलई चैतन कहिल पूर्व विधान। से जे बालक रामदास दिल्ली रे करी एते जस। कह जे पुण काହିଁ ଗଲେ କିଅ ବା ଦିଲ୍ଲୀରେ ରହିଲେ। एकथा फेड़ी मते कह मनरु फिटाओ सन्देह। ଶୁଣି ଚୈତନ୍ୟ କହେ ହସି ଶୁଣହ ମନ କଟବାସୀ। ସେ ଯେ ବାଳକ ରାମଦାସ କଥା କହିଲେ ନୁହେଁ ଶେଷ। କେବଳ ଅଳ୍ପ ଅଳ୍ପ କରି ଶୁଣ କହିବା କଥା ଚାରି। ଦିଲ୍ଲୀରେ ପ୍ରତିଜ୍ଞା ଦେଖାଇ ତହୁଁ ଚଳିଲେ ବେଗ ହୋଇ। ସକଳ ସୈନ୍ୟ ସମତୁଲେ ଅନେକ ତୀର୍ଥ ବୁଲି ଗଲେ। ଗୋପ ମଥୁରା ବୃନ୍ଦାବନ କାଳିନ୍ଦୀ ଗିରି ଗୋବର୍ଦ୍ଧନ। ଅଯୋଧ୍ୟା ଚିତ୍ରକୂଟ କାଶୀ କାଞ୍ଚି କାବେରୀ ବାରାଣସୀ। ଦ୍ୱାରକା ଧାମ ରଙ୍ଗନାଥ ଶ୍ରୀରାମେଶ୍ୱର ପୁଣ୍ୟ ତୀର୍ଥ। ଶ୍ରୀଲକ୍ଷ୍ମଣ କ୍ଷେତ୍ରବର ଦିତି ବୈକୁଣ୍ଠ ପୁଣ୍ୟ ତାର। ସେ ପଞ୍ଚବଟୀ ଗଦାବରୀ ପ୍ରାଣ ନୃସିଂହ ନରହରି। ବରାହନାଥ ସୀମାଚଳ ଶ୍ରୀ ଆଦି କର୍ମ ପୁଣ୍ୟ ସ୍ଥଳ। ବୁଲି ଦେଖିଲେ ତୀର୍ଥମାନ କରିଣ ପୂର୍ଣ୍ଣ ତୀର୍ଥେ ସ୍ନାନ। ଭ୍ରମନ୍ତି ହରିଧ୍ୱନି କରି ଯିବା ପଥରେ ପଡ଼େ ହୁରି। କେ କହୁ ତାହାଙ୍କ ଆନନ୍ଦ ସବୁ ମୁକୁଟ ବନ୍ଧା ବୃନ୍ଦ। ରବି କିରଣ ସମସରି ଝଲକେ ଶସ୍ତ୍ରମାନ ଧରି। ଗଜ ତୁରଙ୍ଗ ଧାଡ଼ି ଧାଡ଼ି ଗମନ୍ତି ରାଜପଥ ମାଡ଼ି। କେବଳ ଧ୍ୟାନ ହୃଦଗତେ କ୍ଷେତ୍ରକୁ ଯିବାର ନିମନ୍ତେ। ଶ୍ରୀନୀଳାଚଳେ ଭଗବାନ କେବଳ କରିବା ଦର୍ଶନ। ଏମନ୍ତ କରିନ ବିଚାର ପ୍ରବେଶ ହେଲେ କ୍ଷେତ୍ରବର। ତହିଁ ସନ୍ନ୍ୟାସୀ ଜଣେ ଥାନ୍ତି ତା ନାମ ମଦନ ଭାରତୀ। ତା ସଙ୍ଗେ ଅନେକ ସନ୍ନ୍ୟାସୀ ସମସ୍ତେ ଶାକ୍ତ ଉପବାସୀ। ମେଷ ମହିଷୀ ଆଦି କରି ଚଣ୍ଡୀ ପୂଜନ୍ତି ନିତ୍ୟେ ମାରି। କରନ୍ତି ମାଂସ ସୁରାପାନ ସବୁଙ୍କୁ ଦେଇ ମହାଜ୍ଞାନ। ସେ ଦେଶେ ଯେତେ ଲୁକଛନ୍ତି ଏହି କର୍ମରେ ମାତିଥାନ୍ତି। ହରି ଭକତ ବୋଲି ଯାହା ସେ ପୁରେ ନ ଜାଣନ୍ତି ତାହା। ଏମନ୍ତ ସେ ଦେଶେ ପ୍ରବେଶ ହେଲେ ବାଳକ ରାମଦାସ। ବୁଝିଲେ ସକଳ ଚରିତ ବଇଲେ କି ବିପରୀତ। ଶ୍ରୀରାମ ଭକ୍ତ ପଥ ଛାଡ଼ି କିମ୍ପାଓ ମାର୍ଗେ ଅଛ ବୁଡ଼ି। ଜୀବ ସାକ୍ଷାତେ ନାରାୟଣ ଏହା ନ ଜାଣି ମୂଢ଼ ମନ। କରଇ ଜୀବ ହତ୍ୟା ମାନ ଏ ପାପ ଛାଡ଼ିବ କେଶନ। କାହାର ବୋଲେ ଏହା କଲ ବିଅର୍ଥେ ଗଞ୍ଜି ହୋଇ ମଲ। ଜୀବନେ ନାହିଁ ସୁଖ ଲେଶ ମଲେ ନରକେ ପରବେଶ। ପାରିଲେ ଏବେ ବୁଦ୍ଧି କର ଯେବେ ହୋଇବ ଭବୁ ପାର। ଶ୍ରୀହରି ଭକ୍ତି ଭାବେ ରହ ସକଳେ ଯିବେ ଦୟାବହ। ସେବଯା ସାଧୁଙ୍କ ଚରଣ ଦରିଦ୍ର ଜନେ ଦିଅ ଦାନ। ଲଲାଟେ ଶ୍ରୀଉର୍ଦ୍ଧ ପୁଣ୍ଡର କଣ୍ଠେ ତୁଳସୀ ମାଳ ଭର। ନିତ୍ୟେ ନିର୍ମାଲ୍ୟ ସେବା କର ମୁଖେ ଶ୍ରୀରାମ ନାମ ଧର। ତେବେ ତରିବ ଭବୁ ଜାଣ ନଇଲେ ହେବ ଅକାରଣ। ଏମନ୍ତ ଦୀକ୍ଷା ତାଙ୍କୁ ଦେଲେ ସଜ୍ଞାନ ପଥ ଦେଖାଇଲେ। ତାହା ଶୁଣି ନ ଲୋକେ ଯାଇ ମଦନ ସନ୍ନ୍ୟାସୀ କି କହି। କାହୁଁ ବୈଷ୍ଣବ ଜଣେ ଆସି ସମସ୍ତ ଲୋକଙ୍କୁ ଝିଙ୍କାସି। ସନ୍ନ୍ୟାସୀ ଦୀକ୍ଷା ଛଡ଼ାଇଲେ ବୈଷ୍ଣବ ଦୀକ୍ଷା ମାନ ଦେଲେ। ତୁମ୍ଭର ମହତ ସରିଲା ଶୁଣି ସନ୍ନ୍ୟାସୀ କ୍ରୁଦ୍ଧ କଲା। ବଇଲେ ବୁଝିବା ତଦନ୍ତ କେ ଅବା କେତେ ବଳବନ୍ତ। ଏମନ୍ତ ବୋଲି ଚଳିଗଲେ ଅନେକ ସନ୍ନ୍ୟାସୀଙ୍କ ତୁଲେ।
ବଜାଇ ସିଂହା ବେଣୁ ଘଣ୍ଟ ଦୁଇ କୂଳର ହେଲା ଭେଟ। ବୈଷ୍ଣବ ବଳେ ବଳିଆର ଶସ୍ତ୍ର ଶାସ୍ତ୍ରରେ ଯେ ଚତୁର। ସଂଗ୍ରାମେ ଜିଣି ନ ପାରିବା ସମସ୍ତେ ଜୀବନ ହାରିବା। ବୋଲି ମନରେ କଲେ ଭୟ ଏଥକୁ କରିବା ଉପାୟ। ବରଗି ଦେବା ଦୂତ ଯାଉ ବୈଷ୍ଣବ ଆଗେ ଯାଇ କହୁ। ମନୁଷ୍ୟ ଜଣେ ନେବା ଧରି ହାଣିବା ବେନି ଖଣ୍ଡ କରି। ତାକୁ ଯେ ଜୀବଦାନ ଦେବ ତାହାର କଥା ମୂଳ ହେବ। ଏହି ବିଚାର ସର୍ବ କଲେ ବୈଷ୍ଣବ ଛାମୁରେ ମିଳିଲେ। ତୁମ୍ଭେ ପ୍ରଦେଶୀ ମାନେ ଆସି ଆମ୍ଭର ରାଜ୍ୟ କିମ୍ପା ପଶି। ସନ୍ନ୍ୟାସୀ ଧର୍ମ କଲ ନାଶ ଦିଅ କେବଳ ଉପଦେଶ। ଏ ତୁମ୍ଭ କେଉଁ ବଡ଼ପଣ କହ କି ବିଦ୍ୟା ତୁମ୍ଭେ ଜାଣ। ପରୀକ୍ଷା କରିବା ଏଠାରେ ସମସ୍ତେ ଦେଖନ୍ତୁ ନେତ୍ରରେ। ମୃତ ମଣିଷକୁ ଆଣିବ ତାହାକୁ ଯେବେ ବଞ୍ଚାଇବ। ତେବେ ତ ଆଜ୍ଞାକୁ ଜାଣିବା ତତେ କରିବୁ ସର୍ବେ ସେବା। ଏମନ୍ତ ଶୁଣି ଦାସେ ହସି ବଇଲେ ଶୁଣରେ ସନ୍ନ୍ୟାସୀ। କହିବା ଶୁଣରେ ଦୁର୍ମତି ଏ କୁମ୍ଭକାର କୀଟ ରୀତି। ଝିଣ୍ଟିକା ଆଦି କୀଟ ମାରି ଆଣିତା ମନ୍ଦିରରେ ଭରି। ଅନାଦି ମନ୍ତ୍ରେ ଜୀବ ଦେଇ ଆପଣା ସ୍ୱରୂପ କରଇ। ସେ କାହିଁ ହେଲା ବଡ଼ପଣ ସେବିଲା ତହୁଁ ତା ଚରଣ। ଏହି କପଟ ବିଦ୍ୟା କରି ପ୍ରାଣୀମାନଙ୍କ ଚିତ୍ତ ହରି। ଦିଅ ଅଜ୍ଞାନ ଦୀକ୍ଷା ମାନ ଯିବ ଅବଶ୍ୟ ନର୍କ ସ୍ଥାନ। ଏକଥା ମାନ ଦୂର କର ଭଜି କେବଳ ରଘୁବୀର। ନହିଲେ ସର୍ବେ ଜୀବ ନାଶ ମହାନରକେ ହେବ ବାସ। ଯେବେ ଆମ୍ଭର କରାମତ ଦେଖିବା ପାଇଁ ଅଛି ଚିତ୍ତ। ଖୋଜିଣ ମୃତ ଶବ ଆଣ ତାକୁ ଜିଆଇ ଦେବା ପୁଣ। ତେବେ ଜାଣିବା କରାମତ ସଂଶୟ ହେବ ଦୂରଗତ। ତା ଶୁଣି ବଇଲେ ସନ୍ନ୍ୟାସ ବଲିଣ ଗଲେ ଦେଶ ଦେଶ। ଦେଖିଲେ ମୃତ ଶବ ଗଟି ଦୁର୍ଗନ୍ଧ ପଡୁଛି ଚହଟି। କୀଟ ହିଁ ହୋଇଛି ଅପାର ପାଶେ ପଶିବା ଶକ୍ତିକାର। ଏମନ୍ତ ଶବ ଘେନି ଆସି ପକାଇ ବଇଲେ ସନ୍ନ୍ୟାସୀ। ଏହାକୁ ଯେବେ ଦେବ ପ୍ରାଣ ଜାଣିବା ତୁମ୍ଭ ସାଧୁପଣ। ନହିଲେ ଛାଡ଼ି ଯାଅ ଦେଶ ଥିଲେ ଯେ ମାନିବୁ ଅବଶ୍ୟ। ତା ଶୁଣି ଶ୍ରୀରାମର ଦାସ ବଇଲେ ଶୁଣ ହେ ସନ୍ନ୍ୟାସ। ଧର୍ମ କହିଲେ ଛଳ କରି ବସିଛ ବିବାଦ ଆବୋରି। ତୁମ୍ଭର ନ ଜାଣିବା ପଣ ସବୁରି ପ୍ରଭୁ ନାରାୟଣ। ସର୍ବ ଜୀବନ ଅଧିକାରୀ ସକଳ ଘଟେଛନ୍ତି ପୁରୀ। ଜଗତ ହାନି ଲାଭ ଯେତେ ସେ ସିନା ବୁଝୁଥାନ୍ତି ନିତେ। ମହର ବୋଲେ କିସ ହେବ ସେ ସିନା ଦେଲେ ଏ ଜୀବ। ଏମନ୍ତ ବୋଲି ଶବ ଧରି ବସିଲେ ପ୍ରଭୁ ଧ୍ୟାନ କରି। ବଇଲେ ନମୁ ଭଗବାନ ତୁହି ଯେ ଆଦି ଅବସାନ। ଅଶେଷ ବ୍ରହ୍ମାଣ୍ଡ ଠାକୁର ସଂସାର ତର ଖେଳ ଘର। ତେଣୁ ଶରଣ ରାମ ଦାସ ତପଦେ ମହର ବିଶ୍ୱାସ। ଏ ମୃତ ଶବରେ ଜୀବନ ଦେଇ ନ ରଖ ଭଗବାନ। ଏମନ୍ତ ବୋଲି ଶବ ଘେନି ଧରିଣ ତାର କର୍ଣ୍ଣ ବେନି। ଶ୍ରୀରାମ ତାରକ କହିଲେ ଉଠ ହେ ମୃତ ଜୀବ ଭଲେ। ଏମନ୍ତ ବଲନ୍ତେ ତକ୍ଷଣ ପାଇଲା ଶବ ନିଜ ପ୍ରାଣ। ସମସ୍ତେ ଦେଖୁ ଦେଖୁ ତହିଁ ଉଠିଲା ସେ ଶବ ବୋବାଇ। ତା ଦେଖି ଲୋକେ ଆଚମ୍ବିତ ରହିଲେ ହୋଇ ସ୍ତମ୍ଭୀଭୂତ। ବହିଲେ କି ଚମତ୍କାର ଧନ୍ୟ ମହିମା ଏହାଙ୍କର। ଏମନ୍ତ ବୋଲି ପାଦେ ପଡ଼ି ସର୍ବେ ରହିଲେ କର ଯୋଡ଼ି। ସେ ରାଜା ପ୍ରଜା ଆଦି ଯେତେ ଚରଣେ ସେବିଲେ ସମସ୍ତେ।
ବହିଲେ ପଶିଲି ଶରଣ ଆଜ ମୁଁ ଆଜ୍ଞା ପରମାଣ। ତୋ ଇଚ୍ଛା ଯାହା ତାହା କର ସମସ୍ତେ ଶିଷ୍ୟ ହେଲୁ ତୋର। ତା ଶୁଣି ଶ୍ରୀରାମଙ୍କ ଦାସ ମନରେ ହେଲେ ହସ ହସ। ନୃପତି ଆଦି ଯେତେ ଥିଲେ ତାଙ୍କ ଶ୍ରବଣେ ମନ୍ତ୍ର ଦେଲେ। ତାହାକୁ ଜ୍ଞାନ ବାଟ କହି ବୈଷ୍ଣବ ଧର୍ମକୁ ଦେଖାଇ। ଜଗତେ ହଇଲେ ପ୍ରକାଶ ସନ୍ନ୍ୟାସୀ ଛାଡ଼ିଗଲେ ଦେଶ। ଶୁଣ ହେ ମନ ନୃପବର ବାଳକ ରାମଦାସଙ୍କର। ମହିମା ଅଟଇ ଏମନ୍ତ କେ କରୁ ତାହାଙ୍କର ଅନ୍ତ। ତହିଁ ମଠେକ ତୁଳାଇଲେ ଥୋକେ ବୈଷ୍ଣବର ଖାଇଲେ। ଧର୍ମଶାଳା ହିଁ ତହିଁ କରି ସେ ଦେଶ ରାଜାକୁ ହକାରି। ବଇଲେ ଏହି ଧର୍ମେ ଥିବୁ ସାଧୁଙ୍କ ଚରଣ ସେବିବୁ। ଦୁଃଖୀ ଦରିଦ୍ରେ ଦେବୁ ଦାନ ରାମ ଭଜନେ ନେବୁ ଦିନ। ଶ୍ରୀରାମାନନ୍ଦ ସମ୍ପ୍ରଦାୟରେ ମନ୍ତ୍ର ଘେନିବୁ କର୍ଣ୍ଣ ଦ୍ୱାରେ। ରଖିବୁ ତୋର ବଂଶାବଳୀ ଏ ଆଜ୍ଞା ଆମ୍ଭ ପ୍ରତିପାଳି। ଏମନ୍ତ କହି ତାଙ୍କୁ ଭଲେ ଆନନ୍ଦେ ତହୁଁ ଚଳିଗଲେ। ଅନେକ ଉତ୍ସବ ଆନନ୍ଦେ ବିଜୟ କଲେ ସାଧୁ ବୃନ୍ଦେ। ଟମକ ଆନନ୍ଦ କାହାଳି ଶବଦେ କମ୍ପେ ମହିଆଳି। ଗଜ ତୁରଙ୍ଗ ବଳ ସଙ୍ଗେ ବେନି ଚଳିଲେ ନାନା ରଙ୍ଗେ। ସର୍ବେ ଅଟନ୍ତି ବୀରମୟ ମନେ ତାହାଙ୍କ ନାହିଁ ଭୟ। କେବଳ ନାମ ଧ୍ୱନି କରି ପଥେ ଗମନ୍ତେ ପଡ଼େ ହୁରି। ଏମନ୍ତେ କେତେ ଦିନ ଠାରେ ଯାଇ ମିଳିଲେ କ୍ଷେତ୍ରବରେ। ତାହାଙ୍କ ପ୍ରତାପ ଶ୍ରବଣେ ପାଲଟି ଧାଇଁଲେ ବ୍ରାହ୍ମଣେ। ଅନେକ ଧନ ବସ୍ତ୍ର ପାଇ ଆନନ୍ତେ ସଙ୍ଗେ ଘେନି ଯାଇ। ପ୍ରବେଶ ହେଲେ ସିଂହଦ୍ୱାରେ ପତିତ ପାବନ ଚାମୁରେ। ସାଷ୍ଟାଙ୍ଗେ ପାଦେ ପଡ଼ି ଶୋଇ ଉଠି କପାଳେ କର ଦେଇ। ବଇଲେ ନିସ୍ତରିଲି ଆଜ ଦେଖିଲି ଶଙ୍ଖ ଚକ୍ର ଭୁଜ। ହେମନ୍ତ କହି ତହୁଁ ଗଲେ ସମସ୍ତ ବୈଷ୍ଣବଙ୍କ ତୁଲେ। ଦେଖିଲେ କାଶୀ ବିଶ୍ୱନାଥ ବାଟ ମଙ୍ଗଳା ଗୋପୀନାଥ। ଗଣେଶ ଅନନ୍ତ ଶୟନ ମୁକ୍ତି ମଣ୍ଡପେ ମୁକ୍ତି ସ୍ଥାନ। ରୋହିଣୀ କୁଣ୍ଡ କ୍ଷେତ୍ରପାଳ ବିମଳା ଦେବୀଙ୍କର ଆଳ। ବଟ ଗଣେଶ ସରସ୍ୱତୀ ଶ୍ରୀ ମହାଲକ୍ଷ୍ମୀଙ୍କର ସ୍ଥିତି। ବିରଞ୍ଚି ଦେବ ରାମ ହରି ତ୍ରିବାର ପ୍ରଦକ୍ଷିଣ କରି। ଦର୍ଶନ ବିଧି ମତେ କଲେ ଗରୁଡ଼ ପଛେ ଧାଇଁ ହେଲେ। ଯହିଁ ବିଜୟ ହେଲେ ଯିବ ଆଉ ନ ଦେଖେ ପୁଣ ଭବ। ଶ୍ରୀଜଗମୋହନକୁ ଦେଖି ସଫଳ କଲେ ଚର୍ମ ଆଖି। ତହୁଁ ଚଳିଲେ ଧୀରେ ଧୀରେ ଚନ୍ଦନ ଅର୍ଗଳିର ଠାରେ। ଦେଖିଲେ ରତ୍ନ ସିଂହାସନ ଯହିଁ ବିଜୟ ଭଗବାନ। ଶ୍ରୀ ବଳଦେବ ଦେବୀ ତୁଲେ ଦର୍ଶନେ ପବିତ୍ର ହଇଲେ। ସେ ଯେ ବାଳକ ରାମ ଦାସ ଧ୍ୟାନେ ଚିନ୍ତିଲେ ପୀତବାସ। ବଇଲେ ଆହେ ମହାବାହୁ ଶରଣ ପଞ୍ଜର ବଲାଉ। ମହାମହିମା ମହାମେରୁ ଅଶେଷ ଜୀବନଙ୍କ ଗୁରୁ। ନମସ୍ତେ ଶଙ୍ଖ ଚକ୍ର ଭୁଜ ନମୁ ଦେବାଧି ଦେବରାଜ। ନମୁ କମଳା ଦେବୀ ବର ଶରଣ ପାଦ ପଦ୍ମେ ତର। ଦେଖି ତୋର ପଦ୍ମ ମୁଖ ଛାଡ଼ିଲା କୋଟି ଜନ୍ମ ଦୁଃଖ। ଏ ଜୀବ ଅଭିମାନ ଯେତେ ସବୁ ଲାଗିଲା ପ୍ରଭୁ ତତେ। ହେମନ୍ତ ବୋଲି ଭାବ ବଳେ ପ୍ରଣାମ କରି ପାଦ ତଳେ। ସହସ୍ର ବାର ଦଣ୍ଡବତ କରି ନ ଉଠିଲେ ତ୍ୱରିତ। ଛାମୁରୁ ମେଲାଣି ହଇଲେ ବହୁ ଆନନ୍ଦେ ଚଳିଗଲେ। ଗୁଣ୍ଡିଚା ନଅର ନିକଟେ ଯେ ଇନ୍ଦ୍ରଦ୍ୟୁମ୍ନର ତଟେ। ଅନେକ ଧନ ଲଗାଇଲେ ବିଚିତ୍ର ମଠ ତୁଳାଇଲେ। ବତିସ ବଖରା ଚଉରି ବେଢ଼ା ମଣ୍ଡପ ଆଦି କରି।
ଅମୂଲ୍ୟ ପୁର ନିର୍ମାଣିଲେ ନିଶ୍ଚିନ୍ତ ହୋଇ ନ ରହିଲେ। ଶ୍ରୀ ପୁରୁଷୋତ୍ତମ ଉତ୍ତମ ଧନର ଧନପତି ସମ। ଯେ ଯାହା ପ୍ରକାଶନ୍ତି ଆସି ଦେଇ ତାହାଙ୍କ ମନ ତୋଷି। ଦୁଃଖୀ ଦରିଦ୍ର ଯେ ଭିକାରୀ ଯୋଗୀ ଜଙ୍ଗମ ବ୍ରହ୍ମଚାରୀ। ଯେ ବା ଅତିଥି ଉପଗତ ସବୁଙ୍କୁ ଦିଅନ୍ତି ସଦାବର୍ତ୍ତ। ପ୍ରଭୁ ମନୁହିଁ ନୀତି କରି ମହାପ୍ରସାଦ ସେବା କରି। ନିତ୍ୟ ପ୍ରଭୁଙ୍କ ଦର୍ଶନ କରି ବଞ୍ଚନ୍ତି ରାତ୍ର ଦିନ। ନ କରି କିଛି ହିଁ ଜଞ୍ଜାଳ ଏମନ୍ତେ ଗଲା କେତେ କାଳ। ଲୋକେ ବୋଇଲେ ଧନ୍ୟ ଧନ୍ୟ ବୈଷ୍ଣବ ପଣେ ମୁଖ୍ୟ ପାନ। ଜୀବରେ ଏଡ଼େ ଦୟା ହୋଇ କେହି ତ ଦେଖିବାରେ ନାହିଁ। ଏମନ୍ତ ବୋଲିନ ସମସ୍ତେ ପ୍ରଶଂସା କରନ୍ତି ଜଗତେ। କେତେ ହେ କାଳ ବୋହିଗଲା ଆସିନ ମୃତ୍ୟୁ କାଳ ହେଲା। ବିଚାର କଲେ ମନେ ମନ ଆଉ ତ ନାହିଁ ପ୍ରୟୋଜନ। ଦେବ କହିବା କର୍ମ ଯେତେ ଆସିନ ମିଳିଲେ ସମସ୍ତେ। ଏମନ୍ତ ପ୍ରଭୁ ବିଚାରିନ ଚିନ୍ତିଲେ ପ୍ରଭୁ ନାରାୟଣ। ଶ୍ରୀରାମ ରୂପ ଧ୍ୟାନ କରି ଶ୍ରୀରାମ ତାରକ ସୁମରି। ଆତ୍ମା ରାମକୁ ଆଗେ ଥୋଇ ଆତ୍ମାକୁ ଆତ୍ମାରେ ମିଶାଇ। ଭଜି ଶ୍ରୀରାମ ନାମ ବାଣୀ ପ୍ରାଣ ଛାଡ଼ିଲେ ତତକ୍ଷଣି। ଜ୍ୟୋତିରେ ଜ୍ୟୋତି ମିଶିଗଲା ସେ ପିଣ୍ଡ ଅଲଗେ ରହିଲା। ତା ଦେଖି ଭୃତ୍ୟ ଜନେ ମିଳି ଅନେକ ଛାଡ଼ିଲେ ବୋବାଳି। ଗୁଣ ବାହୁନି ଯେଝା ମତେ ସନ୍ତାପ କଲେ ସେ ସମସ୍ତେ। ଗୁରୁଦେବଙ୍କୁ ଘେନିଗଲେ ସୁଗନ୍ଧ ଜଳେ ସ୍ନାନ କଲେ। ଦିବ୍ୟ ସମାଧି ସ୍ଥାନ କରି ତତି ସୁବାସ ଦ୍ରବ୍ୟ ଭରି। କର୍ପୂର ସେଜ ସେଜାଇଲେ ତହିଁ ନେଇନ ଶୁଆଇଲେ। ମୁଦ ପକାଇ ଘୋଡ଼ାଇଲେ ସମାଧି କର୍ମ ବଢ଼ାଇଲେ। ତହୁଁ ଚଳିଲେ ତତକ୍ଷଣ ଏଥି ଉତ୍ତାରେ ମନ ଶୁଣ। ସେ ରାଜ୍ୟ ନୃପତିର ଆଗେ ଖଚୁଆ ମାନେ ଯାଇ ବେଗେ। କହିଲେ ଶୁଣ ମହାରାଏ ଅପୂର୍ବ ବୈଷ୍ଣବ ଗୋଟିଏ। ନାମ ବାଳକ ରାମ ଦାସ କ୍ଷେତ୍ରରେ କରିଥିଲା ବାସ। ଅନେକ କାଳ ସେ ବଞ୍ଚିଲା ଏବେ ସେ ନିଜ ଧାମ ଗଲା। ଅନେକ ଧନ ଅଛି ତାର ଯେମନ୍ତେ କୁବେର ଭଣ୍ଡାର। ଶୁଣିମା ହେଉ ମହାରାଣ ନିଜ ଭଣ୍ଡାରେ ତାହା ଆଣ। ତା ଶୁଣି ନୃପ ଶିରୋମଣି ପେଶିଲେ ଦୂତ ସେହି କ୍ଷଣି। ଅନେକ ଛଡ଼ିଦାର ଗଲେ ମଠ ବାସନ୍ଦ କରାଇଲେ। ଅନେକ ତର୍ଜନ ଗର୍ଜନ କରିନ ଲେଖା କଲେ ଧନ। ମଣୁହି କରାଇ ନ ଦେଲେ ଅନହି ସବୁ ବାସନ୍ଦିଲେ। ତା ଦେଖି ଚେଲାମାନେ ଯେତେ ରୁଦନ କରିନ ସମସ୍ତେ। ସମାଧି ପାଶେ ଚଳିଗଲେ ବେଢ଼ି ଅନେକ ଡକାଇଲେ। ବଇଲେ ସ୍ୱାମୀ ଗଲେ କାହିଁ ଆମ୍ଭକୁ ପଥରେ ବସାଇ। ଏ ରାଜ୍ୟ ରାଜା ଦୂତ ପେଶି ଆମ୍ଭକୁ ଅନେକ ଝିଙ୍କାସି। ତୁମ୍ଭର ଧନ ଥିଲା ଯେତେ ନେଉଛି ନିଯୋଗ ନିମନ୍ତେ। ପ୍ରଭୁ ମଣୁହି କିସ ହେବ ଏ ମଠ କେମନ୍ତେ ଚଳିବ। କି ହେବ ସଦା ବର୍ତ୍ତମାନ ପଡ଼ିଲା ଏମନ୍ତକ ସଣ। କେମନ୍ତେ ଯିବ ଆମ୍ଭ ଦିନ ସମସ୍ତେ ହାରିବୁ ଜୀବନ। ଏମନ୍ତ ବୋଲି ସେ ରୁଦନ୍ତେ ଥାଇ ସମାଧି ମଧ୍ୟଗତେ। ବଇଲେ ଫିଟାଓରେ ମତେ ବୁଝିବା କଥା ମାନ କେତେ। ଆଜ୍ଞା ପ୍ରମାଣେ ଲୋକ ଗଲେ ସମାଧି ମୁଦ ଫିଟାଇଲେ। ଉଠି ବାଳକ ରାମ ଦାସ ଲେଉଟି ମଠରେ ପ୍ରବେଶ। ଚିନ୍ତିନ ପ୍ରଭୁ ଚକ୍ରପାଣି ବସିଲେ ମତ ସିଂହ ଜିଣି। ସେବକ ମାନଙ୍କୁ ପୁଛିଲେ ସମସ୍ତ ବିଷୟ ବୁଝିଲେ। ଅଳପ ହୋଇ ହସ ହସ ବୋଲେ ବାଳକ ରାମ ଦାସ। ଶୁଣ ହେ ରାଜଦୂତ ମାନେ କହ ନୃପତି ସନ୍ନିଧାନେ।
ଏତେକ ରାଜ୍ୟ ନ ଅଣ୍ଟିଲା, ବୈଷ୍ଣବ ଧନ ଆଶ୍ରେ କିଲା। ଆମ୍ଭର ମଲେ ସିନା ନେବ, ନହିଲେ କି କରିପାରିବ। ଆମ୍ଭେ ରହିବୁ କିଛି ଦିନ, ଆଗହୁଁ ମରୁ ସେ ରାଜନ। ତହିଁ ଉତ୍ତାରେ ଆମ୍ଭେ ଯିବା, ଏ କୀର୍ତ୍ତି ଜଗତେ ରଖିବା। ତା ଶୁଣି ରାଜଦୂତମାନେ ପଳାଇ ଗଲେ ଭୟ ମନେ। ରାଜାଙ୍କୁ କହିଲେ ସମସ୍ତେ, ଶୁଣିନୁ ପତି ଆଚମ୍ବିତେ। ବଇଲେ କି କରିବା କହ, ଶୁଣି କମ୍ପଇ ଆମ୍ଭ ଦେହ। ବେଗେନ ଯାଅ ଜଣ 10, ତାହାଙ୍କୁ ଧରି ଘେନି ଆସ। ଶିରତା ଛେଦନ କରିବା, ଅଗ୍ନି ଲଗାଇ ପୋଡ଼ି ଦେବା। ତା ଶୁଣି ପାତ୍ରମନ୍ତ୍ରୀମାନେ କହିଲେ ରାଜା ସନ୍ନିଧାନେ, ଏକଥା ନୁହଁ ଉଚିତ, ସେ ବୈଷ୍ଣବ ପ୍ରଜ୍ଞାବତ। କର୍ଣ୍ଣେ ଶୁଣିଲା ନାହିଁ ଯାହା, ସାକ୍ଷାତେ ଦେଖି ଲୁଟି ତାହା। 3 ଦିନର ମୃତ ଶବ, ପୁଣି ଆସିଲା ପାଇଯିବ। ଯିହି ମରିବା ଇଚ୍ଛା ତାର, ସେ ନୁହେଁ ମନୁଷ୍ୟ ଶରୀର। ସେ ଯେବେ ହେବ ଅସନ୍ତୋଷ, ତ ରାଜବଂଶ ଯିବ ନାଶ। ଗୋଟିଏ ନ ରହିବେ ଆଉ, ଏହା ବିଚାରି ଆଜ୍ଞା ହେଉ। ଶୁଣିନୁ ପତି ତୁଷ ହେଲା, ଆଶ୍ୱିନ କାଳ ଆକର୍ଷିଲା। ଏମନ୍ତେ ଗଲା 10 ଦିନ, ପ୍ରାଣ ହାରିଲା ସେ ରାଜନ। ଶୁଣି ବାଳକ ରାମଦାସ, ଚିନ୍ତିଲେ କମଳା ବିଳାସ। ଭଜିଲେ ଶ୍ରୀରାମ ଶ୍ରୀରାମ, ପୁଣି ଗମିଲେ ନିଜ ଧାମ। ଶୁଣଃ ମନ ଜ୍ଞାନମୟେ, ସାଧୁଙ୍କ ବଳେ ଏହା ହୁଏ। ଏ କଳି ଯୁଗେ ଏ ଚରିତ, କହି ଶୁଣିବା ଆଚମ୍ବିତ। ଏ ଦାଢ୍ୟ ଭକ୍ତି ରସ ବାଣୀ, ବିଶ୍ୱାସ କର ଯେବେ ଶୁଣି। କିବା ନିର୍ମଳ କରି ମନ, ବଚନେ ଯେ କରଇ ପାନ। ତାର ବିପଦ ଥିବ ଯେତେ, ରହିବ ନାହିଁ କଦାଚିତେ। ବିଶ୍ୱାସ ବିନା କର୍ମ ଯେତେ, ଫଳ ନ ଫଳେ କଦାଚିତେ। ଚାଲୁଣି ମତେ ଯେହ୍ନେ ପାଣି, ଯେତେ ହେଁ ଭରୁଥିଲେ ଆଣି। କେବେ ହେ ନ ରହେଟି ଶେଷ, ଏମନ୍ତେ ସେ ହୁଏ ନିରାଶ। କହଇ ରାମଦାସ ଦ୍ୱିଜ, ମୋ ପ୍ରଭୁ ଶଙ୍ଖ ଚକ୍ର ଭୁଜ। ସାଧୁଜନଙ୍କ ପଦାଗ୍ରତେ, ମୋ ଚିତ୍ତ ରହୁ ଅନୁବ୍ରତେ। କର ନ କର ଇଚ୍ଛା ତୋର, ଅନ୍ୟ ଶରଣ ନାହିଁ ମୋର। ଇତି ଶ୍ରୀ ଦାଢ୍ୟତା ଭକ୍ତି ରସାମୃତେ, ଦିଲ୍ଲୀ ବାଳକ ରାମଦାସ ଦାଢ୍ୟ ଭାବ ବର୍ଣ୍ଣନେ, ନାମ ଊନଚତ୍ୱାରିଂଶ ଅଧ୍ୟାୟ।